ଗୁଡ୍ ମର୍ଣ୍ଣିଂ ସାଙ୍ଗମାନେ, ଆପଣମାନେ କେମିତି ଅଛନ୍ତି? ମୁଁ ତ ବଢ଼ିଆ ଅଛି। ଏବେ ମର୍ଣ୍ଣିଂ ଟାଇମ୍ରେ ଟିକେ ଥଣ୍ଡା ଥଣ୍ଡା ହେଉଛି ୱେଦର୍ଟା, ସେଇଟା ମୋତେ ବଢ଼ିଆ ଲାଗୁଛି। ତ ମୁଁ ଡେଲି 6ଟାରୁ ନିଦ ଉଠିଯାଏ। ଉଠିକି ଫାଷ୍ଟ ମୋ କାମଟା থাকে ପୂଜା ଘରଟା ଟିକେ ଗୋଛାଗୁଛି କରି ପୂଜା ପାଇଁ ରେଡ଼ି କରିବା। ସେମିତି ଆଜି ବି ସେଇଟା ହିଁ ମୁଁ କରିଥିଲି। ସକାଳୁ ଉଠିକି ଗାଧୁଆ ଧୋଇ ସାରିକି ଠାକୁର ଘର ଯାଇଥିଲି। আর ঠাকুর ঘরটা কালি যেহেতু মার্গশীর মাসের গুরুবারটা ଥିଲା, ସେଇଟା ঠাকুর ঘরটা ଟିକେ ଅଧିକ ବିଛାନିଆ ହୋଇଥିଲେ। ସେଇପାଇଁ ମୁଁ ଠାକୁର ଘରଟା ଝାଡ଼ୁ ମାରିକି ଠାକୁର ବାସନ ଏକା ନେଇକି ବାହାରି ଆସିଲେ କି ମୁଁ ବାସନଟା ଫାଷ୍ଟ ଧୋଇଦେଲି, ଫେର୍ ମୁଁ ଠାକୁର ଘର ଅଲଗା କିଛି କାର୍ଯ୍ୟ କରିପାରିନି। আর ଆଜି ବାସନ ବି ଢେର ପଡ଼ିଥିଲା, ସେଇପାଇଁ ମୁଁ ଫାଷ୍ଟ ବାସନଟା ଧୋଇ ଦେଇଥିପାଇଁ ଆସିଥିଲି। ସେଇଠି କେତେ ଜିନିଷ ଅଗୋଛନିଆ ହେଉଛି, ସେଇପାଇଁ ମମି କହିଲା ତୁମେ ଯାଅ ବାସନଟା ଧୋଇଦିଅ, ମୁଁ ଟିକେ ଠାକୁର ଘରଟା ଗୋଛାଗୁଛିଟା କରିଦିଏ। ଦୁଇଜଣ ସାଙ୍ଗରେ କରିନି ତ ଜଲ୍ଦି ଟିକେ ସରିବ, আর ପୂଜାଟା ବି ଟିକେ ଜଲ୍ଦିର ହୋଇବ। ତ ମୁଁ ବି ଲେଟ୍ ନା କରିକି ଟିକେ ଫାଷ୍ଟ ବାସନ ଧୋଇଲି। ଆଉ ଏଠି ଏବେ ବି ମମି ସରେ ନଥିଲେ, ସୋ ସେଇପାଇଁ ମୁଁ ଲେଟ୍ ନା କରିକି ମୁଁ ଦେଲେ ମୁଁ ସୂର୍ଯ୍ୟ ପୂଜା আর ତୁଳସୀ ପୂଜାଟା ଟିକେ ସାରିଦିଏ। क्योंकि ବେଲା ପ୍ରବଳ ହେଉଛି ଏବେ। ଶୀତ ଦିନଟା ଜାନା ବି ପଡ଼ୁନି, ଟିକେ ଫାଷ୍ଟ ଟାଇମ୍ଟା ସରିଯାଉଛି, ଆମେ ଦିନଟା ଜାଣି ବି ପାରୁନି। ସେଇପାଇଁ ମୁଁ ଫାଷ୍ଟ ଆସିକି ମୋ ମେଡ଼ିସିନଟା ଖାଇଲି, যেটা 8টাରେ থাকে। ମେଡ଼ିସିନଟା ମୋ ଟାଇମ୍ର ଖାଇବା ପରେ ଡେଲି ରୁଟିନ୍ର। ତ ସେଇପାଇଁ ମୁଁ ଫାଷ୍ଟ ମୋ ମେଡ଼ିସିନଟା ଖାଇଲି। ମୁଁ ରାତିର ପାଣିଟା ଫୁଟାଇକି ରାଖି ସେଇ ପାଣିଟା ସକାଳ ଛାକିକି ସେ ପାଣିଟା ମୁଁ ପିଏ। ତ ଫାଷ୍ଟ ମୋ ମେଡ଼ିସିନଟା ପିଇଥିଲେ। ଫେର୍ ମୁଁ ପିଇଲି ଟିକେ ମେଥି ପାନି, যেটা ରାତିର ମେଥିଟାକୁ ପାନିକୁ ଭିଜେଇ ରଖିଥିଲେ। और ସକାଳୁ ମୁଁ ସେଇ ମେଥିଟାକୁ ଟିକେ ଛାକିକି ସେଇ ପାଣିଟା ମୁଁ ପିଇଲି। ମୋର ଟିକେ ବ୍ଲଡ୍ ସର୍ଟେଜ୍ ଅଛି, ସେଇପାଇଁ ମୁଁ ଡେଲି ଏବେ ଏଇ ମେଥି ପାଣିଟା ପିଉଛି। ମେଥି ପାଣିଟା ପିଇବା ପୂର୍ବରୁ 10 ମିନିଟ୍ ଛାଡ଼ିକି ମୁଁ ପିଇବି ଡ୍ରାଏ ଫ୍ରୁଟ୍, যেটা ବି ମୁଁ ରାତିରେ ଭିଜେଇକି ରାଖି ସେଟା ମୁଁ ସକାଳୁ ଖାଇଦିଏ। এটা ମୋ ଡେଲି ରୁଟିନ୍ରେ ଏବେ ଖାଉଛି ମାସେ ଖଣ୍ଡେ। ତ ଏଇଟା ବି ମୁଁ ଡେଲି ଫଲୋ କରିବି। ତ ସେଇପାଇଁ ମୁଁ ମେଥି ପାଣିଟା ପିଇକି ମୋର 10 ମିନିଟ୍ ଛାଡ଼ିକି ମୁଁ ମୋର ଡ୍ରାଏ ଫ୍ରୁଟ୍ ଖେଜୁରୀ, କାଜୁ, ଆଲମଣ୍ଡ ଏକା ଯେ ମୁଁ ରାତିରେ ଭିଜାଇକି ରଖିଥିଲେ, ସେଇଟା ବି ମୁଁ ଖାଇବା ପାଇଁ ଆସିଥିଲେ। ଖାଇବା ସାରିକି ମୁଁ ଟିକେ ଯିବି ପୂଜା করতে। ସେଇଠି ମମି ପୂଜା ଷ୍ଟାର୍ଟ କରିସାରିଲେ ମୁଁ ଟିକେ ଖାଇ ସାରିକି ଯାଇନି ପୂଜା করতে। আর ପୂଜା କରି ସାରିକି ମୋତେ ବ୍ରେକଫାଷ୍ଟ ବି করতে ପଡ଼ିବ। ଏମିତି 9ଟା ବାଜିଯିବ, ତ ସବୁମାନେ ଆସିବ ବ୍ରେକଫାଷ୍ଟ ବି ଖାଇବା ପାଇଁ। ସେଇପାଇଁ ମୁଁ ପୂଜା ସାରିକି ଟିକେ ଫାଷ୍ଟ ଆସିଲେ ଏଠି ବ୍ରେକଫାଷ୍ଟ କରିବି। ଆଜି କରିବି ଉତ୍ତପମ, ସେଇପାଇଁ ମୁଁ ଫାଷ୍ଟ ରେଡ଼ି କରିଥିଲେ ସବଜି ଏକା। ସବଜି ରେଡ଼ି କରିକି ମୁଁ ଉତ୍ତପମଟା ରେଡ଼ି କରିବି। ସେଇପାଇଁ ଟିକେ ଜଲ୍ଦି କରୁଥିଲା, ବେলা ବି ঢের হয়ে ଯାଇଥିଲେ। ସେ ବାଜାର ବି ଯିବ, ତ ସେଇଟା ମୁଁ ଟିକେ ଫାଷ୍ଟ କରୁଥିଲି। আর ଏଠି ମୋ ଫାଷ୍ଟ ଉତ୍ତପମଟା ପାଇଁ ମୁଁ ଉତ୍ତପମର ବେସ୍ ବି ରେଡ଼ି କରି ନେଇଥିଲେ। আর ମୁଁ ଏଠି ପ୍ୟାନ୍ର ଅଏଲ୍ ବି ପକାଇକି ମୁଁ ଫାଷ୍ଟ ଉତ୍ତପମଟା ଆଜି କରିଥିଲି। ଆଜି ଢେର ଦିନ ପୂର୍ବରୁ ମୁଁ ଉତ୍ତପମ କରିଥିଲି, ଆଉ যেটা ପୁରା ରାଉଣ୍ଡ ସେପ୍ର ହଉଥିଲା। ଆଜି ଢେର ଦିନ ପୂର୍ବରୁ ମୁଁ ଏମିତି କରିଲେ କି ପୁରା ରାଉଣ୍ଡ ହେଲେ। ଆଗକୁ ଢେର ଥର ଟ୍ରାଏ କରିଥିଲେ, କିନ୍ତୁ ପୁରା ରାଉଣ୍ଡ ହଉନଥିଲେ, ଟିକେ ଏପଟ ଓପଟ ହୋଇଯାଇଥିଲେ। ଆଜି ପୁରା ରାଉଣ୍ଡ ହୋଇଥିଲେ, ମୋତେ ବଢ଼ିଆ ଲାଗିଲା ସେଇଟା। ତ ମୁଁ ଫାଷ୍ଟ ସେଇଟା କରିଲି। আর ଆଜି ମୁଁ ବନାଇଥିଲେ ସବୁ ମୁଁ ପୁରା ফুল ଫ୍ୟାମିଲି ପାଇଁ ଉତ୍ତପମ। କି ସକାଳୁ ବାପା ରୁଟି ଖାଇଦିଏ, ଆଜି ରୁଟି ଥିଲାନି, ମୁଁ ସେଇପାଇଁ ସେମାନଙ୍କ ପାଇଁ ବନେଇଥିଲେ। ଏଇଟା ବ୍ରେକଫାଷ୍ଟ କରିବା ପୂର୍ବରୁ ଆମ ଘର ବାଜାର ବି ଆସିଥିଲେ, ଆଉ ଆମେ ରେଡ଼ି କରିଥିଲେ ଦୁପୁର ରୋଷେଇ ପାଇଁ, ସବୁ ଦୁପୁର ଖାଇବା ପାଇଁ। ଏଠି ଘର ମୁଁ ଭେଜ କରିଥିଲେ, ଆଉ ଏମାନେ ମମି আর ସେମିତିକି ବାହାର ମାଛ ଧୋଇବା ମାଛ ଭାଜି ହେଇଥିଲା। আর ଏଠି ଆମ ଦୁପୁର ରୋଷେଇ ବି ସରିଯାଇଥିଲା। ଆମେ ଖାଇଲେ ଦୁପୁର ଭାତ। ଖାଇବା ପୂର୍ବରୁ ଟେବିଲ୍ ଗ୍ୟାସ ବାସନ ମାଜିକି ମୁଁ ଟିକେ ରେଷ୍ଟ କରିବା ପାଇଁ ଯାଇନି। ଟାଟା ବାଏ ବାଏ। ଫେର୍